हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ଲେଖି ଚାଲ। ଶ୍ରୀମା ଥରେ ଜଣେ ଯୁବକଙ୍କୁ ଗୋଟେ ମାସିକ ପତ୍ରିକା ସମ୍ପାଦନ କରିବାକୁ ଦେଇଥିଲେ। କେହି ଜଣେ ତାଙ୍କୁ ଗୋଟେ ପ୍ରସ୍ତାବ ଦେଲେ, ଧ୍ୟାନ ସମ୍ବନ୍ଧରେ ସେ କିଛି ଲେଖିବା ବିଧେୟ ଅଟେ। ତାଙ୍କର କିନ୍ତୁ ଏହି ବଳବତ୍ତର ଧାରଣା ଥିଲା, ଯୋଗ ସମ୍ବନ୍ଧରେ ମୋର ଲେଖିବାର କ'ଣ ଅଧିକାର ଅଛି। ଶ୍ରୀମା ତାଙ୍କୁ କହିଥିଲେ, ଲେଖି ଚାଲ। ତୁମେ କିପରି ଜାଣିଲ ତୁମ ମଧ୍ୟରେ ଥିବା ପ୍ରେରଣା ପ୍ରସ୍ତୁତ ହୋଇନାହିଁ ଏବଂ ତୁମକୁ ଅପେକ୍ଷା କରିନାହିଁ? ଗୋ ପୂଜା। ଥରେ ଶ୍ରୀମାଙ୍କୁ ପଚାରିଥିଲେ, ଗାଈ ଗୋରୁ ମାନଙ୍କର ଏକ ବିଶେଷ ପବିତ୍ରତା ଅଛି କି? ଅଥବା ଅର୍ଥ ଆବଶ୍ୟକତା ପୂରଣ କରୁଥିବାରୁ ଏବଂ ଉପକାର କରୁଥିବାରୁ ଲୋକମାନେ ଗୋ ପୂଜା କରନ୍ତି? ଶ୍ରୀମା କହିଥିଲେ, ଏହା ଏକ ପରମ୍ପରାଗତ ପ୍ରଚଳିତ ପଦ୍ଧତି, ଯାହା କେତେକ ପ୍ରତୀକ ଉପରେ ଆଧାରିତ ହୋଇ ସମାଜରେ ଚଳି ଆସୁଅଛି।